ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ନେଇ ଆଜି ନୂଆଦିଲ୍ଲୀରେ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଭାରତ ଆମେରିକା ମଧ୍ୟରେ ଆଜିଠାରୁ ପୁଣି ଆରମ୍ଭ ହେବ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟ ଆଲୋଚନା। ପଶ୍ଚିମବଙ୍ଗ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ 3 କୋଟିରୁ ଅଧିକ ଯୋଗ୍ୟ ଭୋଟରଙ୍କ ତାଲିକା ପ୍ରକାଶ କଲା ନିର୍ବାଚନ ଆୟୋଗ। ଆମେରିକା ସହ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ଅସମ୍ମତି ପ୍ରକାଶ କଲା ଇରାନ। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ସତ୍ତ୍ୱେ ଭାରତର ଅର୍ଥନୈତିକ ଅଭିବୃଦ୍ଧି 6.8ରୁ ଅଧିକ ରହିବା ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆକଳନ ଏବଂ IPL କ୍ରିକେଟରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ 54 ରନ୍ରେ ପରାସ୍ତ କଲା ପଞ୍ଜାବ କିଙ୍ଗସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲି ଜାଏ ମ୍ୟୁଙ୍କ ସହ ଆଲୋଚନା କରିବେ। ଦୁଇ ନେତା ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜବୁତ କରିବା ଉପରେ ଆଲୋଚନାରେ ଧ୍ୟାନ ଦେବେ। ଆଲୋଚନା କାଳରେ ଜାହାଜ ନିର୍ମାଣ, ବାଣିଜ୍ୟ, ପୁଞ୍ଜିନିବେଶ, କୃତ୍ରିମ ବୁଦ୍ଧିମତ୍ତା, ସେମିକଣ୍ଡକ୍ଟର, ପ୍ରଯୁକ୍ତିବିଦ୍ୟା ଏବଂ ସାଂସ୍କୃତିକ ଆଦାନ ପ୍ରଦାନ ସମ୍ପର୍କିତ ପ୍ରସଙ୍ଗ ସ୍ଥାନ ପାଇବ। ଉଭୟ ନେତା ପାରସ୍ପରିକ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତ ବିନିମୟ କରିବେ। ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଶ୍ରୀ ମୋଦି ମଧ୍ୟାହ୍ନ ଭୋଜନ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଲି ଜାଏ ମ୍ୟୁଙ୍ଗ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ମଧ୍ୟ ଆଲୋଚନା କରିବେ। ଗତକାଲି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ତାଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ଆଲୋଚନା ଉଭୟ ଦେଶର ସ୍ୱତନ୍ତ୍ର ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଗତକାଲି ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ତାଙ୍କୁ କେନ୍ଦ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା ସ୍ୱାଗତ କରିଥିଲେ। ତାଙ୍କ ସହିତ ଏହି ଗସ୍ତରେ ସେଠାକାର ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ବ୍ୟବସାୟିକ ନେତୃତ୍ୱମାନେ ଆସିଛନ୍ତି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଲିଙ୍କ ଏହା ପ୍ରଥମ ଭାରତ ଗସ୍ତ। ଭାରତ ଓ ଆମେରିକା ମଧ୍ୟରେ ଆଜି ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମାର ପ୍ରଥମ ପର୍ଯ୍ୟାୟ ଆଲୋଚନା ପୁଣି ଆରମ୍ଭ ହେବ। ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ୱାଶିଂଟନ ଡିସିରେ ଆଲୋଚନା ହେବ। ବାଣିଜ୍ୟ ବିଭାଗର ଅତିରିକ୍ତ ସଚିବ ଦର୍ପଣ ଜୈନ ଭାରତୀୟ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଉଛନ୍ତି। ସୀମା ଶୁଳ୍କ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ ମଧ୍ୟ ଭାରତୀୟ ପ୍ରତିନିଧି ଦଳରେ ସାମିଲ ହେବେ। ଏହି 3 ଦିନିଆ ଆଲୋଚନା କାଳରେ ଉଭୟ ଦେଶ ମଧ୍ୟରେ ପ୍ରସ୍ତାବିତ ଶୁଳ୍କ ଢାଞ୍ଚା ନେଇ ସିଧାସଳଖ ଆଲୋଚନା ହେବ। ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବର୍ଦ୍ଧିତ ଶୁଳ୍କକୁ ପ୍ରତ୍ୟାହାର କରିବା ପରେ ଗତ ଫେବୃଆରୀ 24 ତାରିଖରୁ ସମସ୍ତ ଦେଶ ଉପରେ ଆମଦାନୀ ଶୁଳ୍କ 150 ଦିନ ପାଇଁ ଅସ୍ଥାୟୀ ଭାବେ 10% ଲାଗୁ ହୋଇଥିଲା। ନିର୍ବାଚନ କମିଶନ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟର ତାଲିକା ପ୍ରକାଶ କରିଛନ୍ତି। ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ 3,60,77,171 ଜଣ ଭୋଟର ଏହି ପର୍ଯ୍ୟାୟରେ ଭୋଟ ଦେବାକୁ ଯୋଗ୍ୟତା ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରୁ 1,84,99,496 ଜଣ ପୁରୁଷ, 1,75,77,210 ଜଣ ମହିଳା ଏବଂ 465 ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଥିବା ଜଣାପଡ଼ିଛି। ଟ୍ରିବ୍ୟୁନାଲ ଯୋଗ୍ୟ ଭୋଟରଙ୍କ ଚୂଡ଼ାନ୍ତ ତାଲିକା ଦାଖଲ କରିବା ପରେ ଏଥିରେ ସଂଶୋଧନ କରାଯିବ। ଅନ୍ୟପକ୍ଷରେ ଶାନ୍ତିପୂର୍ଣ୍ଣ ମତଦାନ ସୁନିଶ୍ଚିତ କରିବା ପାଇଁ ନିର୍ବାଚନ ଆୟୋଗ ସୁରକ୍ଷା ନିୟୋଜନ, ଭୋଟର ସହାୟତା ଏବଂ ମତଦାନ ଉପରେ କଡ଼ା ନଜର ରଖିବା ଲାଗି କାର୍ଯ୍ୟ କରୁଛନ୍ତି। ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ 152ଟି ବିଧାନସଭା କ୍ଷେତ୍ରରେ 2,193ଟି କ୍ୱିକ୍ ରେସ୍ପନ୍ସ ଟିମ୍ ମୁତୟନ କରିବା ନେଇ ଘୋଷଣା କରିଛନ୍ତି। କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବା କ୍ଷେତ୍ରରେ ଏହି ସୁରକ୍ଷା ଦଳ ତ୍ୱରିତ ଢଙ୍ଗରେ କାର୍ଯ୍ୟ କରିବ। ବିଶେଷକରି ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସୁରକ୍ଷିତ ମତଦାନ ପାଇଁ ଆୟୋଗ ଏଭଳି ପଦକ୍ଷେପ ନେଇଛନ୍ତି। ସୂଚନା ଅନୁଯାୟୀ ମୁର୍ସିଦାବାଦରେ 219ଟି ଟିମ୍ ମୁତୟନ ହେବାକୁ ଥିବାବେଳେ ପୂର୍ବ ମେଦିନାପୁରରେ 253 ଏବଂ ପଶ୍ଚିମ ମେଦିନାପୁରରେ 248ଟି ଟିମ୍ ମୁତୟନ କରାଯିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ସହିତ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ଇରାନ ଅସମ୍ମତି ପ୍ରକାଶ କରିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଆମେରିକୀୟ ପ୍ରତିନିଧିମାନେ ଆଲୋଚନା ପାଇଁ ପାକିସ୍ତାନରେ ପହଞ୍ଚିବେ।
ଇରାନର ସରକାରୀ ସମ୍ବାଦ ସଂସ୍ଥା IRNA ଆମେରିକାର ଅତ୍ୟଧିକ ଚାପ ପ୍ରୟୋଗ, ଅବାସ୍ତବ ଦାବି ଏବଂ ନୌସେନା ଅବରୋଧକୁ ବିରୋଧ କରି ଏହାକୁ ଅସ୍ତ୍ରବିରତି ସର୍ତ୍ତାବଳୀର ଉଲ୍ଲଂଘନ ବୋଲି କହିଛି। ଇରାନର ରିଭଲ୍ୟୁସନାରୀ ଗାର୍ଡ ମଧ୍ୟ ହରମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି, ଯାହାଫଳରେ ସେହି ପଥ ଦେଇ ଯାତାୟାତ କରିବାକୁ ଥିବା ଜାହାଜଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନ ଅସ୍ତ୍ରବିରତି ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ କରିଛନ୍ତି। ସେ ଚେତାବନୀ ଦେଇଛନ୍ତି, ଯଦି ତେହେରାନ ଚୁକ୍ତି ନ କରେ ତେବେ ଆମେରିକା ପୁଣି ଆକ୍ରମଣ କରିବ। ଆମେରିକୀୟ ନୌସେନା ହରମୁଜ ପ୍ରଣାଳୀରେ ଅବରୋଧ ଜାରି ରଖିଥିବା କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଗତକାଲି ହରମୁଜ ପ୍ରଣାଳୀ ନିକଟରେ ନୌସେନା ଅବରୋଧକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ଇରାନର ଏକ ମାଲବାହୀ ଜାହାଜକୁ ଆମେରିକା ବଳପୂର୍ବକ ଅକ୍ତିଆରକୁ ନେଇଛି। ଗତ ସପ୍ତାହରେ ଇରାନୀ ବନ୍ଦରଗୁଡ଼ିକରେ ଆମେରିକା ନୌସେନାର ଅବରୋଧ ପରେ ପ୍ରଥମ ଥର ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ କହିଛନ୍ତି, ଆମେରିକା ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ରହିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ସତ୍ତ୍ୱେ ଚଳିତ ଆର୍ଥିକ ବର୍ଷରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି 6.8ରୁ 7.1% ମଧ୍ୟରେ ରହିବ ବୋଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗବେଷଣା ଶାଖା ପକ୍ଷରୁ ଆକଳନ କରାଯାଇଛି। ଦେଶର ଅର୍ଥନୈତିକ କାର୍ଯ୍ୟକଳାପ ସୁଦୃଢ଼ ରହିଛି। ଜଳବାୟୁରେ ଆଲ୍‌ନିନୋର ପ୍ରଭାବ ଏବଂ ମୁଦ୍ରାସ୍ଫୀତି ହାର 4.5% ପର୍ଯ୍ୟନ୍ତ ବୃଦ୍ଧି ଆଶଙ୍କା ସତ୍ତ୍ୱେ ଦେଶର ଅଭିବୃଦ୍ଧି ଉଲ୍ଲେଖନୀୟ ରହିବା ନେଇ ଗବେଷଣା ଶାଖା ପକ୍ଷରୁ କୁହାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଶ୍ରୀଲଙ୍କା ଗସ୍ତର ଆଜି ଦ୍ୱିତୀୟ ଦିନରେ ନୂଆରା ଏଲିଆ ଯାତ୍ରା କରିବେ। ଗସ୍ତ ସମୟରେ ସେ ଭାରତ ସହାୟତାରେ ନିର୍ମିତ ବାସଗୃହ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ଭାରତୀୟ ବଂଶୋଦ୍ଭବ ତାମିଲ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହ ଆଲୋଚନା କରିବେ। ଗତକାଲି ଗସ୍ତର ପ୍ରଥମ ଦିନରେ ଉପରାଷ୍ଟ୍ରପତି ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିସାନାୟକେ ଏବଂ ପ୍ରଧାନମନ୍ତ୍ରୀ ହରିଣୀ ଅମରସୂରିଆଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀ ରାଧାକୃଷ୍ଣନ ସେଠାରେ ରହୁଥିବା ଭାରତୀୟମାନଙ୍କୁ ଉଦ୍ବୋଧନ ଦେଇଥିଲେ। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗାରିଟା ଆସନ୍ତା 22 ତାରିଖରୁ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପରାଷ୍ଟ୍ର ଭାନୁଆଟୁ ଏବଂ ତୁଭାଲୁକୁ 4 ଦିନିଆ ଗସ୍ତରେ ଯିବେ। ମନ୍ତ୍ରୀ ସେଠାକାର ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବା ଆଶା କରାଯାଉଛି। ଭାରତ ସହାୟତାରେ ତୁଭାଲୁଠାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶ୍ରୀ ମାର୍ଗାରିଟା ସମୀକ୍ଷା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଗସ୍ତ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପରାଷ୍ଟ୍ରଗୁଡ଼ିକ ସହିତ ରାଜନୈତିକ ଏବଂ ବିକାଶମୂଳକ ସହଯୋଗ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ବୟନ ମନ୍ତ୍ରଣାଳୟ ପକ୍ଷରୁ ବିଶ୍ୱସୂତ୍ର ବିଶ୍ୱ ପାଇଁ ଭାରତର ବୟନ ନାମକ ଏକ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ ଅନ୍ତର୍ଗତ ଏକ ଡିଜାଇନର ସଂଗ୍ରହ ଓଡ଼ିଶାର ଭୁବନେଶ୍ୱରରେ ଅନୁଷ୍ଠିତ 61ତମ ଫେମିନା ମିସ୍ ଇଣ୍ଡିଆରେ ଉପସ୍ଥାପିତ ହୋଇଥିଲା। ଜାତୀୟ ଫ୍ୟାଶନ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ଓ ହସ୍ତତନ୍ତ ଉନ୍ନୟନ କମିଶନରଙ୍କ ମିଳିତ ସହଯୋଗରେ ଏହି ପ୍ରୟାସକୁ ବିକଶିତ କରାଯାଇଛି। ଏହା ଭାରତୀୟ ହସ୍ତତନ୍ତଙ୍କୁ ଏକ ସମସାମୟିକ ବିଶ୍ୱ ଡିଜାଇନ ଢାଞ୍ଚାରେ ଉପସ୍ଥାପନ କରିବାର ଲକ୍ଷ୍ୟ ରଖିଛି। ଫେମିନା ମିସ୍ ଇଣ୍ଡିଆ ୱାର୍ଲଡ ପ୍ରତିଯୋଗିତାର 61ତମ ସଂସ୍କରଣର ବିଷୟବସ୍ତୁ ଥିଲା ଏଇ ମାଟିର ଝିଅ। ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଗୋଆର ସାଧ୍ୱୀ ସେଲ୍ ଫେମିନା ମିସ୍ ଇଣ୍ଡିଆ ୱାର୍ଲଡ 2026 ବିଜୟୀ ହୋଇଛନ୍ତି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ମେଘାଳୟର ଶ୍ରୀହାଲି ୱାର୍ଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ପରିବେଶ ସଂରକ୍ଷଣ ଏବଂ ଆଦିବାସୀ ପରିବେଶଗତ ଅଭ୍ୟାସର ପରମ୍ପରାକୁ ସଂରକ୍ଷଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ଆଇପିଏଲ୍ କ୍ରିକେଟରେ ଗତକାଲି ନ୍ୟୁ ଚଣ୍ଡିଗଡ଼ରେ ଅନୁଷ୍ଠିତ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ୍ 54 ରନ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ପରାସ୍ତ କରିଛି। 255 ରନ୍ର ବିଜୟ ଲକ୍ଷ୍ୟ ପିଛା କରି ଲକ୍ଷ୍ନୌ ସୁପର ଜାଏଣ୍ଟସ 20 ଓଭରରେ 5 ୱିକେଟ୍ ବିନିମୟରେ ମାତ୍ର 200 ରନ୍ କରିବାକୁ ସକ୍ଷମ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ୍ 7 ୱିକେଟ୍ ବିନିମୟରେ 254 ରନ୍ ସ୍କୋର କରିଥିଲା। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା 7:30 ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ ପ୍ରତିଯୋଗିତାରେ ଗତକାଲି ଅନୁଷ୍ଠିତ ବର୍ଷା ବାଧିତ ମ୍ୟାଚ୍ରେ ନର୍ଥ ଇଷ୍ଟ ୟୁନାଇଟେଡ୍ ଫୁଟବଲ କ୍ଲବକୁ ମୋହନ ବାଗାନ ସୁପର ଜାଏଣ୍ଟସ୍ 1-0 ଗୋଲରେ ପରାସ୍ତ କରିଛି। ଗୁଆହାଟୀର ଇନ୍ଦିରା ଗାନ୍ଧୀ ଆଥଲେଟିକ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ବିଜୟ ହାସଲ ପରେ ମୋହନ ବାଗାନ 9ଟି ମ୍ୟାଚ୍ରୁ 20 ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଦ୍ୱିପାକ୍ଷିକ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ନେଇ ଆଜି ନୂଆଦିଲ୍ଲୀରେ ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଭାରତ ଆମେରିକା ମଧ୍ୟରେ ଆଜିଠାରୁ ପୁଣି ଆରମ୍ଭ ହେବ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମାର
ପ୍ରଥମ ପର୍ଯ୍ୟାୟ ଆଲୋଚନା। ପଶ୍ଚିମବଙ୍ଗ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ 3 କୋଟିରୁ ଅଧିକ ଯୋଗ୍ୟ ଭୋଟରଙ୍କ ତାଲିକା ପ୍ରକାଶ କଲା ନିର୍ବାଚନ ଆୟୋଗ। ଆମେରିକା ସହ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ଅସମ୍ମତି ପ୍ରକାଶ କରିଛି ଇରାନ। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ସତ୍ତ୍ୱେ ଭାରତର ଅର୍ଥନୈତିକ ଅଭିବୃଦ୍ଧି 6.8ରୁ ଅଧିକ ରହିବା ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଆକଳନ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ 54 ରନ୍ରେ ପରାସ୍ତ କଲା ପଞ୍ଜାବ କିଙ୍ଗସ୍। ସମ୍ବାଦ ଶେଷ ହେଲା।